এই গুরু ভাই এই গুরু মাଙ୍କର এই ସତ୍ସଙ୍ଗ କରିବା ଭିତର ଦେଇ ତାଙ୍କର ବ୍ୟାପକ ଜୀବନ ଠାକୁର ଭିତରେ ପ୍ରଶ୍ନ କରାଯାଇଛି ଠାକୁର ଆପଣଙ୍କର ମେସେଜ କ'ଣ ଠାକୁର ଗୋଟିଏ କଥାରେ କହିଥିଲେ ମାଇ ଲାଇଫ ଇଜ ମାଇ ମେସେଜ ମୋର ଜୀବନ ହିଁ ତୁମମାନଙ୍କ ପାଇଁ ମୋର ମେସେଜ ଆଗାମୀ ଦିନରେ ଯେତେବେଳେ ମୁଁ এই ଶରୀରରେ ନଥିବି ସେତେବେଳେ ମୋର এই ନରତନରେ କରି ଯାଇଥିବା ସମସ୍ତ ଲୀଳା ହିଁ ତୁମ ଜୀବନର ନିୟାମକ ହେବ। ବାଇବେଲରେ ଜିସସ୍ ଗୋଟେ ସୁନ୍ଦର କଥା କହିଲେ ବ୍ଲେସିଂସ୍ ଆର୍ ଅଲୱେଜ ୱିଥ୍ ଦେମ୍ ହୁ ହାଭ୍ ସିନ୍ ମି ଆଣ୍ଡ ବିଲିଭ୍ ମି ବଟ୍ ମୋର୍ ବ୍ଲେସିଂସ୍ ଆର୍ ୱିଥ୍ ଦେମ୍ ହୁ ହାଭ୍ ନଟ୍ ସିନ୍ ମି ବଟ୍ ୟେଟ୍ ବିଲିଭ୍ ମି। ଆଶୀର୍ବାଦ ସେଇମାନଙ୍କ ଉପରେ ଅଛି ଯେଉଁମାନେ ମୋତେ ଦେଖିଛନ୍ତି ଆଉ ବିଶ୍ୱାସ କରନ୍ତି ଆଉ ତାଠୁ ବେଶୀ ଆଶୀର୍ବାଦ ସେଇମାନଙ୍କ ଉପରେ ଅଛି ଯେଉଁମାନେ ମୋତେ ଦେଖି ନାହାନ୍ତି କିନ୍ତୁ ବିଶ୍ୱାସ କରନ୍ତି। ଠାକୁରଙ୍କ ଜୀବନର ଗୋଟିଏ ଛୋଟ ଘଟଣା ଠାକୁର 4-5 ବର୍ଷର ବାଳକ ବିଶେଷ ଭାବରେ କଥା କହିବାର ଶୈଳୀ ତାଙ୍କ